ଆପଣ ଯେମିତି ମିଡିଆରେ ଦେଖିଛନ୍ତି ମୁଁ ବି ସେମିତି ମିଡିଆରେ ହିଁ ସେ ନୋଟିସଟିକୁ ଦେଖିଛି କିନ୍ତୁ ନୋଟିସ ମୋ ହାତକୁ ବର୍ତ୍ତମାନ ଯାଏ ଆସିନି ଆସିଲା ପରେ କ'ଣ ସତ୍ୟାସତ୍ୟ ତାର ବିଚାର କରାଯିବ ଯାହା ବି ନିଷ୍ପତ୍ତି ହେବ ଫିଜିକାଲି ସେ ଲେଟରଟି ହାତରେ ପାଇଲା ପରେ ଜାଣି ଶୁଣି ଆପଣଙ୍କ ନା ଆପଣ ମଞ୍ଚ ଚଢିଲା ପରେ ଏଭଳି ଘଟଣା କରାଯାଉଛି ମାନେ ଆକୁ ନେଇ କ'ଣ କହିବେ ମଞ୍ଚ ଚଢିଲା ପରେ ନାଇଁ ଅନ୍ଧ ଭଳି କାହା ଉପରେ ଦୋଷାରୋପ କରିବାଟା ଠିକ ନୁହଁ ପ୍ରଥମେ ଦେଖିବାକୁ ପଡିବ ଯେ ତ୍ରୁଟି କୋଉଠି ରହିଛି ତ୍ରୁଟିଟି ମୋର କି ଆଉ କାହାର ପ୍ରଥମେ ସେଇଟା ଦେଖିଲା ପରେ ତାପରେ ବାକି ସବୁ କଥା ସାମ୍ନାକୁ ଆସିଲେ ଭଲ ଲାଗେ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କ ପାଖରେ କୌଣସି ନୋଟିସ୍ ପହଞ୍ଚିନି ବର୍ତ୍ତମାନ ସୁଦ୍ଧା ବି କୌଣସି ନୋଟିସ୍ ମୋ ପାଖକୁ ପହଞ୍ଚିନି ଯଦି ପହଞ୍ଚିଲା ପରେ ଆପଣ ପରବର୍ତ୍ତୀ ଆକ୍ସନ କ'ଣ ନେବେ ଯଦି ନୋଟିସ୍ ମୋ ପାଖରେ ପହଞ୍ଚିଲା ଏବଂ ଏ ସମସ୍ୟାର କୌଣସି ସମାଧାନ ନ ହେଇଥିବ ତାହେଲେ ନୋଟିସକୁ ସମ୍ମାନ ଦେଇ ଆଇନକୁ ସମ୍ମାନ ଦେଇକି ଯାତ୍ରା କରାଯିବ ନାହିଁ ଏ ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ କିନ୍ତୁ ଏଯାବତ କୌଣସି ନୋଟିସ୍ ପହଞ୍ଚି ନାହିଁ ଆଉ ଗୋଟେ କଥା କି ଯୋଉ ପ୍ରଶଂସକ ମାନେ ସମସ୍ତେ ଅନେକ ଲୋକ ଆପଣଙ୍କୁ କହୁଛନ୍ତି କି କାହିଁକି ଜାଣି ଶୁଣିକି ହଇରାଣ କରିଦିଆଯାଉଛି ଜାଣି ଶୁଣି ହଇରାଣ କରାଯାଉଛି ସେମାନଙ୍କୁ କ'ଣ କହିବାକୁ ଚାହିଁବେ ବାସ୍ ଏତିକି କହିବି ଯେ ମୁଁ ସୁସ୍ଥ ଭାବରେ ଆସିଥିଲି ଯାତ୍ରା କରିବା ପାଇଁ ଏବଂ ଯେଉଁ ଇସ୍ୟୁଟି ଏବେ ଉଠିଛି ମୋ ଜାଣତରେ ମୁଁ ସେମିତି କିଛି ଭୁଲ କରୁନି ଯେ ଯାହାଫଳରେ ମୋତେ ମଞ୍ଚଠୁ ଦୂରେଇ ରହିବା ପାଇଁ ପଡ଼ିବ ବାସ୍ ସମୟକୁ ଅପେକ୍ଷା 12 ତାରିଖ ଯାଏ ତ କ'ଣ ସମୟ ଅଛି ନିହାତି ସତ ସମୟକୁ ଆସିବ କ'ଣ ହେଇଛି କ'ଣ ନାହିଁ ଜଣାପଡ଼ିବ ଏବେ ପିୟୁଷ ଲଢ଼େଇ କରିବେ ହଁ ପ୍ରଶଂସକ ମାନଙ୍କୁ କ'ଣ ଆଶ୍ୱାସନା ଦେବେ ବାସ୍ ଭରସା ରଖନ୍ତୁ ଭଲ ପାଇବା ଦିଅନ୍ତୁ ଆଶୀର୍ବାଦ ରଖନ୍ତୁ ସବୁ ସମସ୍ୟାର ସୁରୁଖୁରୁରେ ସମାଧାନ ହେଇଯିବ